ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ବିକାଶ ପୁଣି ଥରେ ସିଡିଜି ଏଜୁକେସନ୍ ଆପଣଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ ପଢ଼ିବା +3 ସେକେଣ୍ଡ ଇୟର୍ର 4th ସେମିଷ୍ଟାରର କୋର୍ 8। ଓକେ, ସପ୍ତଦଶ ଶତାବ୍ଦୀର ୟୁରୋପୀୟ ସଙ୍କଟ ଓ ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ପରିସର। ଓକେ, ଏଇଟା ୟୁନିଟ୍ 1ର ଅଛି, କୋର୍ 8ର। ତାର ଆଜି ଆମେ ଗୋଟେ ଲଙ୍ଗ କ୍ୱେଶ୍ଚିନ୍ ଦେଖିବା। ଲଙ୍ଗ କ୍ୱେଶ୍ଚିନ୍ ଭିତରେ ସର୍ଟ କ୍ୱେଶ୍ଚିନ୍ ସବୁ ଲୁଚି ରହିଛି। ଓକେ, ତ ଲଙ୍ଗ କ୍ୱେଶ୍ଚିନ୍ ପଢ଼ିଲେ ଆମେ ସର୍ଟ କ୍ୱେଶ୍ଚିନ୍ ସବୁ ପାଇପାରିବା। ଆଜି ଗୋଟେ ଦୀର୍ଘଧର୍ମୀ ପ୍ରଶ୍ନ ଉତ୍ତର ଦେଖିବା। ଦୀର୍ଘଧର୍ମୀ ପ୍ରଶ୍ନ ଉତ୍ତର ମାନେ ଯେଉଁଟା ଆମର ଲାଷ୍ଟକୁ ପଡ଼ୁଛି 7.5 ମାର୍କିଆ ସେଗୁଡ଼ା। ଓକେ, ଏଇ ଲଙ୍ଗ ପଢ଼ିଲେ ସର୍ଟ 2 ମାର୍କିଆ ସବୁ ହିଁ ଆସିବ। ଓକେ, ଚାଲନ୍ତୁ ଦେଖିବା। ସପ୍ତଦଶ ଶତାବ୍ଦୀର ୟୁରୋପୀୟ ସଙ୍କଟର ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ପରିସର ସମ୍ବନ୍ଧରେ ଆଲୋଚନା କର। ମାନେ ସପ୍ତଦଶ ଶତାବ୍ଦୀରେ ୟୁରୋପୀୟ ସଙ୍କଟର ଅର୍ଥନୈତିକ, ସାମାଜିକ ଓ ରାଜନୈତିକରେ ସେତେବେଳେ ସମୟରେ କ'ଣ ସବୁ ହେଇଥିଲା ତା ବିଷୟରେ ଆମେ ସବୁ ଆଲୋଚନା କରିବା। ଓକେ, ସପ୍ତଦଶ ଶତାବ୍ଦୀ ଥିଲା ୟୁରୋପ ଇତିହାସର ଏକ ଅଭିଶପ୍ତ ସମୟ। ଏହି ଶତାବ୍ଦୀରେ ସମଗ୍ର ୟୁରୋପ ଯୁଦ୍ଧର ଘନଘଟାରେ ଆଚ୍ଛାଦିତ ହୋଇଥିଲା। ଯୁଦ୍ଧର ପରିଣାମ ସ୍ୱରୂପ ଅଧିକାଂଶ ୟୁରୋପୀୟ ଦେଶ ଅର୍ଥନୈତିକ ଦୁର୍ଗତିର ସମ୍ମୁଖୀନ ହୋଇଥିଲା। ଫଳରେ ୟୁରୋପୀୟ ଦେଶଗୁଡ଼ିକର ରାଜତାନ୍ତ୍ରିକ ଶାସକମାନେ ପ୍ରଜାମାନଙ୍କ ଉପରେ ଅତ୍ୟଧିକ ରାଜସ୍ୱର ଭାର ଲଦି ଦେଇଥିଲା। ସାଧାରଣ ପ୍ରଜାମାନେ ମଧ୍ୟ ସାମାଜିକ ବୈଷମ୍ୟର ଶିକାର ହୋଇଥିଲେ। ବିଶେଷ 1618 ଖ୍ରୀଷ୍ଟରୁ 1628 ଖ୍ରୀଷ୍ଟ ପର୍ଯ୍ୟନ୍ତ ୟୁରୋପରେ ସଂଗଠିତ ତ୍ରିବଂଶୀୟ ସମର ବା 30 Years War। ଓକେ, ସେ ଯେଉଁ ତ୍ରିବଂଶୀୟ ସମର ଯେଉଁଟା ସେଟା 30 Years War ମାନେ କୁହାଯିବ ଆଉ। ସମଗ୍ର ୟୁରୋପକୁ ଏକ ବିଭୀଷିକା ଆଡ଼କୁ ଟାଣି ନେଇଥିଲା। ନିଜର ପ୍ରତିପତ୍ତି ଓ ପ୍ରତିଷ୍ଠାକୁ ଜାହିର କରିବାକୁ ଯାଇ ୟୁରୋପର ବିଭିନ୍ନ ରାଜବଂଶ ପରସ୍ପର ମଧ୍ୟରେ ସଂଘର୍ଷରେ ଲିପ୍ତ ରହିଲେ। ସ୍ପେନ୍ର ହାବସବର୍ଗ ରାଜବଂଶ ଏବଂ ଫ୍ରାନ୍ସର ବୁରବୋନ୍ ରାଜବଂଶ ମଧ୍ୟରେ ପ୍ରାଧାନ୍ୟତାକୁ ନେଇ ଉପୁଜିଥିବା ବିବାଦ ଥିଲା ଏହା ଏକ ଜ୍ୱଳନ୍ତ ଉଦାହରଣ। ଅପରପକ୍ଷରେ ଖ୍ରୀଷ୍ଟିଆନ ସମାଜ ମଧ୍ୟ ବହୁତ ବିଭକ୍ତ ହୋଇଯାଇଥିଲା, ଯଥା କ୍ୟାଥୋଲିକ, ପ୍ରୋଟେଷ୍ଟାଣ୍ଟ, କାଲଭିନିୟନ, ପୁରିଟାନ ଓ ପ୍ରେସବାଇଟେରିଆନ ଧର୍ମକୁ କେନ୍ଦ୍ର କରି ୟୁରୋପୀୟ ସମାଜ ଏକ ବିଭାଜନ ଦ୍ୱାଦଶରେ ଉପନୀତ ହୋଇସାରିଥିଲା। ମୋଟ ଉପରେ ସପ୍ତଦଶ ଶତାବ୍ଦୀ ଥିଲା ଏକ ସଙ୍କଟର ସମୟ ଓ ସେହି ସଙ୍କଟର ପରିସରଗୁଡ଼ିକ ନିମ୍ନରେ ଆଲୋଚିତ ହୋଇଥିଲା। ଅର୍ଥନୈତିକ ପରିସର। ପଞ୍ଚଦଶ ଶତାବ୍ଦୀର ଭୌଗୋଳିକ ଆବିଷ୍କାର ଫଳରେ ବିଭିନ୍ନ ଦେଶ ଓ ମହାଦେଶକୁ ଜଳପଥରେ ଯାତାୟାତ କରିବା ପାଇଁ ୟୁରୋପୀୟମାନେ ତତ୍ପର ହୋଇଉଠିଲେ। କାଳକ୍ରମେ ପର୍ତ୍ତୁଗାଲ, ଇଂଲଣ୍ଡ, ହଲାଣ୍ଡ, ଡେନମାର୍କ, ସ୍ପେନ୍ ଏବଂ ଫ୍ରାନ୍ସ ଆଦି ୟୁରୋପୀୟ ରାଷ୍ଟ୍ରମାନେ ନୂତନ ଆବିଷ୍କୃତ ଜଳପଥରେ ବାଣିଜ୍ୟ ବ୍ୟବସାୟ ପାଇଁ ଉଦ୍ୟମ ଆରମ୍ଭ କରିଲେ। ନିଜ ନିଜ ଦେଶର ଅର୍ଥନୈତିକ ଅଭିବୃଦ୍ଧି ସାଧନ କରିବା ଉଦ୍ଦେଶ୍ୟରେ ୟୁରୋପୀୟ ରାଷ୍ଟ୍ରମାନେ ପ୍ରାଚ୍ୟ ଦେଶ ତଥା ପାଶ୍ଚାତ୍ୟ ଦେଶଗୁଡ଼ିକରେ ଔପନିବେଶିକ ସାମ୍ରାଜ୍ୟ ପ୍ରତିଷ୍ଠା ପାଇଁ ତତ୍ପର ହୋଇଥିଲେ। ଏହାର ଫଳସ୍ୱରୂପ ବିଭିନ୍ନ ୟୁରୋପୀୟ ଦେଶ ମଧ୍ୟରେ ଔପନିବେଶିକ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଲା, ଯାହା ପରବର୍ତ୍ତୀ ସମୟରେ ସଂଘର୍ଷ ରୂପେ ହୋଇଥିଲା। ସପ୍ତଦଶ ଶତାବ୍ଦୀରେ ବାଣିଜ୍ୟବାଦର ପ୍ରସାର ଫଳରେ ସୁନା ରୂପା ସଂଗ୍ରହ ଉପରେ ଅତ୍ୟଧିକ ଗୁରୁତ୍ୱ ଆରୋପ ଦ୍ୱାରା ଦେଶ ଦେଶ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ୟୁରୋପର ରାଜନୈତିକ ଓ ଅର୍ଥନୈତିକ ଭାରସାମ୍ୟକୁ ବହୁ ମାତ୍ରାରେ ବ୍ୟାହତ କରିଥିଲା। ବ୍ୟବସାୟ ଓ ବାଣିଜ୍ୟ ଉପରେ ଅତ୍ୟଧିକ ପ୍ରାଧାନ୍ୟ ହେତୁ ଶିକ୍ଷା, କୃଷି,
ଶିଳ୍ପ ଆଦି କ୍ଷେତ୍ରରେ ଅଗ୍ରଗତି ବାଧାପ୍ରାପ୍ତ ହୋଇଥିଲା। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ରାଷ୍ଟ୍ରର ଅଯଥା ହସ୍ତକ୍ଷେପ ଓ ନିୟନ୍ତ୍ରଣ ନୀତି ବିରୁଦ୍ଧରେ ପ୍ରତିବାଦ ସ୍ୱରୂପ ମୁକ୍ତ ବାଣିଜ୍ୟ ଓ ବ୍ୟକ୍ତି ସ୍ୱାଧୀନତାର ଉଦ୍ଭବ ଘଟିଥିଲା। ସପ୍ତଦଶ ଶତାବ୍ଦୀର ୟୁରୋପରେ ଜାତୀୟ ରାଷ୍ଟ୍ର ଅଭ୍ୟୁତ୍ଥାନ ସହିତ ସ୍ୱେଚ୍ଛାଚାର ରାଜତାନ୍ତ୍ରିକ ଶାସନ ପୂର୍ଣ୍ଣତା ଲାଭ କରିଥିଲା। ଇଂଲଣ୍ଡର ଷ୍ଟୁଆର୍ଟ ରାଜବଂଶ, ଫ୍ରାନ୍ସର ବୁରବୋନ ରାଜବଂଶ, ପ୍ରୁସିଆର ହୋହେନଜୋଲେଣ୍ଡ, ଅଷ୍ଟ୍ରିଆର ହାବସବର୍ଗ, ରୁଷିଆର ଜାର୍ ଶାସନ ଆଦି ଥିଲା ସ୍ୱେଚ୍ଛାଚାର ରାଜତନ୍ତ୍ରର ଚରମ ନିଦର୍ଶନ। ୟୁରୋପୀୟ ଦେଶଗୁଡ଼ିକରେ ସ୍ଥାପିତ ସ୍ୱେଚ୍ଛାଚାର ରାଜତାନ୍ତ୍ରିକ ଶାସକମାନେ ନିଜର ଆତ୍ମପ୍ରତିଷ୍ଠା ତଥା ବଡ଼ିମା ଦେଖାଇବାକୁ ଯାଇ ପରସ୍ପର ମଧ୍ୟରେ ସଂଘର୍ଷରେ ଲିପ୍ତ ରହିଲେ। ଯୁଦ୍ଧ ଓ ସଂଘର୍ଷ ଥିଲା ଏକ ନିତିଦିନିଆ ଘଟଣା। ଯୁଦ୍ଧର ଖର୍ଚ୍ଚ ବହନ କରିବାକୁ ଯାଇ ପ୍ରଜାମାନେ ଅତ୍ୟଧିକ କରଭାରରେ ବୁଡ଼ି ରହୁଥିଲେ। ଦେଶର ଅର୍ଥନୈତିକ ପ୍ରଗତି ମଧ୍ୟ ବାଧାପ୍ରାପ୍ତ ହେଉଥିଲା। ସପ୍ତଦଶ ଶତାବ୍ଦୀରେ ବାରମ୍ବାର ଯୁଦ୍ଧ ତଥା ସଂଘର୍ଷ ଯୋଗୁଁ କୃଷିରେ ଅବନତି ଘଟିଥିଲା। କୃଷକମାନେ ଅତ୍ୟଧିକ ରାଜସ୍ୱ ପ୍ରଦାନ କରୁଥିବାରୁ ସେମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଥିଲା। ଅପରପକ୍ଷରେ ରାଜା ତଥା ସମ୍ଭ୍ରାନ୍ତ ଏବଂ ସାମନ୍ତମାନଙ୍କର ଅକଥନୀୟ ଅତ୍ୟାଚାରରେ କୃଷକମାନେ କୃଷି କାର୍ଯ୍ୟ ପ୍ରତି ବିତୃଷ୍ଣ ହୋଇ ପଡ଼ିଥିଲେ। ଏପରିକି ସପ୍ତଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଅନେକ ୟୁରୋପୀୟ ଦେଶ ଦୁର୍ଭିକ୍ଷର ଶିକାର ହୋଇଥିଲେ। ଅନାହାର ଯୋଗୁଁ ଅନେକ ପ୍ରଜା ମୃତ୍ୟୁମୁଖରେ ପଡ଼ିଥିଲେ। ଜନସଂଖ୍ୟା ହ୍ରାସ ପାଇଥିଲା। ସପ୍ତଦଶ ଶତାବ୍ଦୀରେ ସାମନ୍ତବାଦର ଲୋଲୁପ ଦୃଷ୍ଟିରୁ ୟୁରୋପୀୟ ଜନସାଧାରଣ ମୁକ୍ତି ପାଇଥିଲେ। ସତ୍ୟମାତ୍ର ପରବର୍ତ୍ତୀ ସମୟରେ ସାଧାରଣ ପ୍ରଜାମାନେ ପୁଞ୍ଜିପତିମାନଙ୍କର ଜାଲରୁ ମୁକୁଳି ପାରିନଥିଲା। ସପ୍ତଦଶ ଶତାବ୍ଦୀ ବେଳକୁ ଭୂମଧ୍ୟକାରୀମାନେ ପୁଞ୍ଜିପତି ଭୂମିକାରେ ଅବତୀର୍ଣ୍ଣ ହୋଇ ପ୍ରଜାମାନଙ୍କୁ ପୂର୍ବପରି ଶୋଷଣ କରିବାକୁ ଲାଗିଲେ। ସାମନ୍ତବାଦରୁ ପୁଞ୍ଜିବାଦକୁ ପରିବର୍ତ୍ତନରେ ୟୁରୋପୀୟ ଜନସାଧାରଣ ଅନେକ କ୍ଲେଶ ଭୋଗ କରିଥିଲେ। ସାମାଜିକ ପରିସର ଏକ ପଏଣ୍ଟ ହେଲା ଏଇ ଯୋଉ ଲଙ୍ଗ କୋଶ୍ଚିନ୍ ଯୋଉଟା ପଡୁଛି ତାର ଗୋଟେ ପଏଣ୍ଟ ସାମାଜିକ ପରିସର। ଓକେ, ସାମାଜିକ ପରିସର ସପ୍ତଦଶ ମାନେ ତମେ ଯେତେବେଳେ ଲଙ୍ଗ କୋଶ୍ଚିନ୍ ଲେଖିବ ତାର ବି ପଏଣ୍ଟ ଦେଇକି ସବୁ ଲେଖିବ। ଓକେ, ସପ୍ତଦଶ ଶତାବ୍ଦୀର ୟୁରୋପୀୟ ସଂକଟ ସମୟରେ ୟୁରୋପରେ ସାମାଜିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲା। ଯୁଦ୍ଧ ଓ ସଂଘର୍ଷଜନିତ ପରିସ୍ଥିତି ଯୋଗୁଁ ସାଧାରଣ ପ୍ରଜାମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗିଥିଲେ। ସାଧାରଣ ପ୍ରଜାଙ୍କ ଉପରେ ଶାସକମାନେ ଅତ୍ୟଧିକ ଟିକସ ଲାଗୁ କରିବାକୁ ସେମାନଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଥିଲା। ରାଜସ୍ୱର ସମସ୍ତ ବୋଝ ଜନସାଧାରଣଙ୍କ ଉପରେ ଲଦି ଦିଆଯାଇଥିଲା। ଅପରପକ୍ଷରେ ସମ୍ଭ୍ରାନ୍ତ ଓ ଧର୍ମଯାଜକମାନେ ଧନିକ ଶ୍ରେଣୀର ହୋଇଥିଲେ ମଧ୍ୟ ସେମାନଙ୍କୁ ରାଜା କରଭାରରୁ ମୁକ୍ତି ପ୍ରଦାନ କରିଥିଲେ। ଏହା ଫଳରେ ୟୁରୋପୀୟ ସମାଜରେ ସାମାଜିକ ବୈଷମ୍ୟ ପରିଲକ୍ଷିତ ହୋଇଥିଲା। ଏହି ବୈଷମ୍ୟ ନୀତି ସଂକଟଜନକ ପରିସ୍ଥିତିକୁ ଆହୁରି ଜଟିଳ କରିଦେଲା। ସପ୍ତଦଶ ଶତାବ୍ଦୀ ବେଳକୁ ଉପନିବେଶବାଦର ପ୍ରସାର ଫଳରେ କ୍ରୀତଦାସ ପ୍ରଥା ଜନ୍ମ ନେଇଥିଲା। ଉପନିବେଶର ବହୁ ଲୋକଙ୍କ ମାତୃଦେଶ ଅନ୍ୟ ସ୍ଥାନରେ କ୍ରୀତଦାସ ରୂପେ ବିକ୍ରି କରି ଲାଭବାନ ହେଉଥିଲେ। ଲିସବନରେ
ଏକ କ୍ରୀତଦାସ ବଜାର ମଧ୍ୟ ଥିଲା। ସେଠାରେ କ୍ରୀତଦାସମାନଙ୍କୁ ବାଣିଜ୍ୟ ଦ୍ରବ୍ୟ ରୂପେ କ୍ରୟ ବିକ୍ରୟ କରାଯାଉଥିଲା। ଏହା ଏକକୁ ପ୍ରଥାକୁ ଜନ୍ମ ଦେଇଥିଲା। ଏହି ଦାସ ପ୍ରଥା ବିରୋଧରେ ପରବର୍ତ୍ତୀ ସମୟରେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସପ୍ତଦଶ ଶତାବ୍ଦୀର ସଙ୍କଟକୁ ମୁକାବିଲା କରିବା ପାଇଁ ୟୁରୋପର ଅଧିକାଂଶ ରାଷ୍ଟ୍ରରେ ମଧ୍ୟବିତ୍ତ ଶିକ୍ଷିତ ଗୋଷ୍ଠୀର ଅଭ୍ୟୁଦୟ ଘଟିଥିଲା, ଯେଉଁମାନେ ବୁର୍ଜୋୟା ନାମରେ ପରିଚିତ ଥିଲେ। ଦେଶର କୁଶାସନ, ଅର୍ଥନୈତିକ ସଙ୍କଟ ଏବଂ ସାମାଜିକ ବୈଷମ୍ୟ ବିରୋଧରେ ସେମାନେ ସ୍ୱର ଉତ୍ତୋଳନ କରିଥିଲେ। ପରବର୍ତ୍ତୀ ସମୟରେ ୟୁରୋପର ବିଭିନ୍ନ ଦେଶରେ ସଂଘଟିତ ବିପ୍ଳବ ତଥା ବିଦ୍ରୋହରେ ସେମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସପ୍ତଦଶ ଶତାବ୍ଦୀର ସଙ୍କଟ କାଳରେ ଧର୍ମ ସାମାଜିକ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ରାଜା କିମ୍ବା ଶାସକମାନେ ଦୈବୀ ପ୍ରଦତ୍ତ ଅଧିକାର ବଳରେ ଶାସନ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଥିଲେ। ସାମାଜିକ କ୍ଷେତ୍ରରେ ବିଶପ୍ସମାନଙ୍କର ପ୍ରାଧାନ୍ୟ ରହୁଥିଲା। ଧର୍ମ ସଂସ୍କାର ଆନ୍ଦୋଳନ ଫଳରେ ଯଦିଓ ପୋପଙ୍କର ପ୍ରାଧାନ୍ୟ କ୍ଷୁଣ୍ଣ ହୋଇଥିଲା, ତଥାପି ସ୍ପେନ୍ ଏବଂ ଫ୍ରାନ୍ସର ଆଦି ୟୁରୋପୀୟ ଦେଶଗୁଡ଼ିକରେ ପୋପଙ୍କର ପ୍ରଭାବ ଅକ୍ଷୁଣ୍ଣ ରହିଥିଲା। କ୍ୟାଥୋଲିକ୍ ରାଷ୍ଟ୍ର ଏବଂ ପ୍ରୋଟେଷ୍ଟାଣ୍ଟ ଧର୍ମଭିତ୍ତିକ ରାଷ୍ଟ୍ର ମଧ୍ୟରେ ସଂଘର୍ଷ ଏକ ନୀତି ଦିନିଆ ଘଟଣା ହୋଇଯାଇଥିଲା। ରାଜା ଯେଉଁ ଧର୍ମକୁ ଗ୍ରହଣ କରୁଥିଲେ, ତାହା ପ୍ରଜାମାନଙ୍କ ଉପରେ ମଧ୍ୟ ଇଚ୍ଛା ବିରୁଦ୍ଧରେ ଦିଆଯାଉଥିଲା। ଯେଉଁ ପ୍ରଜାମାନେ ରାଜଧର୍ମ ଗ୍ରହଣ କରୁ ନଥିଲେ, ସେମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଗଲା, ଯାହାର ଫଳସ୍ୱରୂପ ଅଧିକାଂଶ ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ଧାର୍ମିକ ଆନ୍ଦୋଳନମାନ ସଂଗଠିତ ହୋଇଥିଲା। ତାକୁ ଦେଖିବା ରାଜନୈତିକ ପରିସର। ଜାତୀୟ ରାଷ୍ଟ୍ରଗୁଡ଼ିକରେ ଉତ୍ଥାନ ପରେ ରାଜା ତଥା ଶାସକମାନଙ୍କର କ୍ଷମତା ବୃଦ୍ଧି ପାଇଥିଲା। ଇଂଲଣ୍ଡ ଥିଲା ପ୍ରଥମ ୟୁରୋପୀୟ ରାଷ୍ଟ୍ର ଯିଏକି ଜାତୀୟ ରାଷ୍ଟ୍ର ରୂପେ ସ୍ୱୀକୃତି ଲାଭ କରିଥିଲା। ଷ୍ଟୁଆର୍ଟ ଏବଂ ଷ୍ଟୁଆର୍ଟ ରାଜବଂଶର ରାଜତ୍ୱ ସମୟରେ ରାଜତନ୍ତ୍ରର ପରିସୀମା ବୃଦ୍ଧିପ୍ରାପ୍ତ ହୋଇଥିଲା। ସଂସଦୀୟ ବ୍ୟବସ୍ଥା ପ୍ରତି ଇଂଲଣ୍ଡର ରାଜାମାନେ ଉଦାସୀନ ଥିଲେ, ଫଳରେ ସଂସଦର ଗାରିମା ବୃଦ୍ଧି ପାଇଁ 1688ରେ ସଂଗଠିତ ହୋଇଥିଲା ଗୌରବମୟ ବିପ୍ଳବ। ଫ୍ରାନ୍ସ ଥିଲା ଅନ୍ୟ ଏକ ଜାତୀୟ ରାଷ୍ଟ୍ର। ସାମନ୍ତବାଦର ଉତ୍ଥାନ ସମୟରୁ ସେଠାରେ ସଙ୍କଟଜନକ ପରିସ୍ଥିତି ଉପୁଜିଥିଲା। ସାମନ୍ତ ପ୍ରଥାର ବିଲୋପ ପରେ ମଧ୍ୟ ସେଠାକାର ପ୍ରଜାମାନେ ସ୍ୱେଚ୍ଛାଚାରୀ ରାଜତନ୍ତ୍ରର ଶିକାର ହୋଇଥିଲା। ଚତୁର୍ଥ ହେନରୀଙ୍କ ରାଜତ୍ୱ ସହିତ ଫ୍ରାନ୍ସର ବୁର୍ବୋ ରାଜବଂଶର ମୂଳଭିତ୍ତିକ ପ୍ରତିଷ୍ଠା ହୋଇଥିଲା। ତ୍ରୟୋଦଶ ଲୁଇଙ୍କ ସମୟରେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ କାର୍ଡ଼ିନାଲ ରିଚେଲିଏ ଥିଲେ ସର୍ବେସର୍ବା। ତାଙ୍କରି ଇଙ୍ଗିତରେ ପରିଚାଳିତ ହେଉଥିଲା ଫ୍ରାନ୍ସ ଶାସନ ବ୍ୟବସ୍ଥା। ନିଜ ସାମ୍ରାଜ୍ୟର ପ୍ରତିଷ୍ଠା ବଜାୟ ରଖିବାକୁ ଯାଇ ସେ ଫ୍ରାନ୍ସକୁ ତ୍ରିବଂଶୀୟ ଯୁଦ୍ଧକୁ ଠେଲି ଦେଇ ଫ୍ରାନ୍ସକୁ ଏକ ସଙ୍କଟଜନକ ପରିସ୍ଥିତିରେ ପକାଇ ଦେଇଥିଲେ। ମଧ୍ୟ ଫ୍ରାନ୍ସକୁ ଏକ ଅର୍ଥନୈତିକ ସଙ୍କଟ ଆଡ଼କୁ ନେଇଯାଇଥିଲା। ସେହିପରି
ସ୍ପେନ୍ ଏକ ଜାତୀୟ ରାଷ୍ଟ୍ର ରୂପେ ପରିଚୟ ପାଇଲା ପରେ ସେଠାରେ ମଧ୍ୟ ଧର୍ମକୁ କେନ୍ଦ୍ର କରି ଏକ ସଙ୍କଟଜନକ ପରିସ୍ଥିତି ଉପୁଜିଥିଲା। ଚାର୍ଲସ ପଞ୍ଚମ ଏବଂ ଦ୍ୱିତୀୟ ଫିଲିପଙ୍କ ରାଜତ୍ୱ କାଳରେ ସ୍ପେନରେ ପ୍ରୋଟେଷ୍ଟାଣ୍ଟ ଧର୍ମାବଲମ୍ବୀମାନଙ୍କୁ ଅବଦମ୍ବିତ କରି ରଖାଗଲା। କ୍ୟାଥୋଲିକ ଧର୍ମକୁ ପ୍ରାଧାନ୍ୟ ଦିଆଗଲା। ନିଜ ଶାସନାଧୀନ ହଲାଣ୍ଡ ଉପରେ କ୍ୟାଥୋଲିକ ଧର୍ମକୁ ଲଦି ଦେବା ପାଇଁ ଚାହିଁଥିବାରୁ ସେଠାକାର ଅଧିବାସୀମାନେ ବିଦ୍ରୋହ କଲେ ଏବଂ ସ୍ୱାଧୀନ ରାଷ୍ଟ୍ର ରୂପେ ହଲାଣ୍ଡ ପରିଚୟ ପାଇଲା। ପବିତ୍ର ରୋମୀୟ ସାମ୍ରାଜ୍ୟର ଅନ୍ୟତମ ପୃଷ୍ଠପୋଷକ ଥିଲା ପ୍ରୁସିଆ। ହୋହେନଜୋଲେନ୍ ରାଜବଂଶର ଫ୍ରେଡେରିକ୍ ୱିଲିୟମଙ୍କ ରାଜତ୍ୱ କାଳରୁ ସ୍ୱେଚ୍ଛାଚାରୀ ରାଜତନ୍ତ୍ର ନଗର ରୂପେ ଦେଖିବାକୁ ମିଳିଥିଲା। ସାଧାରଣ ପ୍ରଜାମାନଙ୍କ ଦ୍ୱାରା ପ୍ରଦତ୍ତ ରାଜସ୍ୱରେ ପ୍ରୁସିଆର ଶାସକମାନେ ଏକ ବିରାଟ ସୈନ୍ୟବାହିନୀ ଗଠନ କରି ସାମ୍ରାଜ୍ୟବାଦୀ ନୀତି ଅନୁସରଣ କରିଥିଲେ। ଅଷ୍ଟ୍ରିଆର ହାବସବର୍ଗ ରାଜବଂଶ ମଧ୍ୟ ପଞ୍ଚମ ଚାର୍ଲସଙ୍କ ସମୟରୁ ସମୃଦ୍ଧିର ଶିଖର ଉପନୀତ ହୋଇଥିଲା। ମାତ୍ର ପରବର୍ତ୍ତୀ ଶାସକମାନେ ବାରମ୍ବାର ଅଷ୍ଟ୍ରିଆକୁ ଯୁଦ୍ଧଜନିତ ପରିସ୍ଥିତିକୁ ଠେଲି ଦେଇ ଅଷ୍ଟ୍ରିଆ ପାଇଁ ସଙ୍କଟ ସୃଷ୍ଟି କରିଥିଲେ। ତ୍ରିବଂଶୀୟ ଯୁଦ୍ଧରେ ଅଷ୍ଟ୍ରିଆର ହାବସବର୍ଗ ରାଜବଂଶର ଗୌରବ ଓ ପ୍ରତିପତ୍ତି କ୍ଷୁଣ୍ଣ ହୋଇଥିଲା। ପ୍ରୁସିଆର ବାରମ୍ବାର ଆକ୍ରମଣ ଫଳରେ ଅଷ୍ଟ୍ରିଆ ଗୁରୁତର ସଙ୍କଟର ସମ୍ମୁଖୀନ ହୋଇଥିଲା। ରୁଷିଆର ରୋମାନୋଭ ରାଜବଂଶର ଶାସକମାନେ ମଧ୍ୟ ରୁଷିଆକୁ ସଙ୍କଟଜନକ ପରିସ୍ଥିତିରୁ ମୁକୁଳେଇ ପାରିନଥିଲେ। ଯଦିଓ ପିଟର ଦି ଗ୍ରେଟ୍‌ଙ୍କ ରାଜତ୍ୱ ପ୍ରଜାହିତୈଷୀ ରାଜତନ୍ତ୍ର ଉପରେ ପ୍ରତିଷ୍ଠିତ ଥିଲା, ମାତ୍ର ଅନ୍ୟାନ୍ୟ ଶାସକମାନେ ପ୍ରାୟତଃ ଥିଲେ ଦୁର୍ବଳ ଓ ଅଯୋଗ୍ୟ। ସାମ୍ରାଜ୍ଞୀ କ୍ୟାଥୋରାଇନ୍ ଦି ଗ୍ରେଟ୍‌ଙ୍କ ସମୟରେ ରୁଷିଆ, ପ୍ରୁସିଆ ଏବଂ ଅଷ୍ଟ୍ରିଆ ସହିତ ମିଳିତ ସମରରେ ସାମିଲ ହୋଇ ସାମ୍ରାଜ୍ୟବାଦର ନଗ୍ନ ସ୍ୱରୂପ ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ଜାର୍ ଶାସନ ସମୟରେ ରୁଷିଆର ସାମ୍ରାଜ୍ୟବାଦ ନୀତିର ଅବନତି ଘଟିଥିଲା। ସଂକ୍ଷେପରେ ଏତିକି କୁହାଯାଇପାରେ ଯେ ସପ୍ତଦଶ ଶତାବ୍ଦୀରେ ସମଗ୍ର ୟୁରୋପରେ ଏକ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରିଥିଲା। ତ୍ରିଶବର୍ଷୀୟ ଯୁଦ୍ଧ ପ୍ରାୟ ୟୁରୋପୀୟ ଦେଶରେ ଅର୍ଥନୈତିକ ସ୍ଥିତିକୁ ବିପର୍ଯ୍ୟସ୍ତ କରି ପକାଇଥିଲା। ଗୌରବମୟ ବିପ୍ଳବ ଫଳରେ ଇଂଲଣ୍ଡରେ ସଂସଦୀୟ ରାଜତନ୍ତ୍ରର ମୂଳଭିତ୍ତି ପ୍ରତିଷ୍ଠିତ ହୋଇଥିଲା। ସାମନ୍ତବାଦରୁ ପୁଞ୍ଜିବାଦକୁ ପରିବର୍ତ୍ତନ ଫଳରେ ସାଧାରଣ ପ୍ରଜାଙ୍କର ଜୀବନଶୈଳୀ ପୂର୍ବପରି ଦୟନୀୟ ହୋଇ ରହିଲା। ବଣିକବାଦ ଓ ଔପନିବେଶ ଶିକରବାଦର ପ୍ରଭାବ ଯୋଗୁଁ ଦେଶ ଦେଶ ମଧ୍ୟରେ ଯୁଦ୍ଧ ଓ ସଂଘର୍ଷ ଅନିବାର୍ଯ୍ୟ ହୋଇ ପଡ଼ିଥିଲା। ସୁତରାଂ ଏହିସବୁ ସଙ୍କଟଜନକ ପରିସ୍ଥିତିରୁ ମୁକୁଳିବା ପାଇଁ ପରବର୍ତ୍ତୀ ସମୟରେ ବିଭିନ୍ନ ୟୁରୋପୀୟ ରାଷ୍ଟ୍ରମାନଙ୍କର ବିପ୍ଳବ ତଥା ସାମାଜିକ ବିପ୍ଳବ ଦେଖାଦେଇଥିଲା। ଏଇଠି ଭିଡ଼ିଓ ସରିଯାଇଛି। ଯେଉଁମାନେ ଆଉ ଗୋଟେ କଥା ମନେ ରଖ, ଲଙ୍ଗ୍ କୋଶ୍ଚିନ୍ ଭିତରେ ସବୁ 2 ମାର୍କିଆ 3 ମାର୍କିଆ 1 ମାର୍କିଆ ସବୁ ରହିଛି। ଓକେ, ଏ ଲଙ୍ଗ୍ କୋଶ୍ଚିନ୍‌ଟାକୁ ଭଲକିନା ପଢ଼ିଲେ ଆପଣ ସବୁ ପାରିବେ। ମୁଁ ଯେଉଁ ପଢ଼ିକି କହୁଛି ଆପଣ ମଝିରେ ଆଉଥରେ ପଢ଼ିବେ, ଭିଡ଼ିଓକୁ ଷ୍ଟପ୍ କରିକି ଦେଖିବେ। ଓକେ, ଜୟ ଜଗନ୍ନାଥ। ଏଟା ହେଲା କୋର୍ 8ର ଲଙ୍ଗ୍ କୋଶ୍ଚିନ୍‌ଟା, ଫାର୍ଷ୍ଟ ୟୁନିଟ୍‌ର ଲଙ୍ଗ୍ କୋଶ୍ଚିନ୍‌ଟା। ଓକେ, ଜୟ ଜଗନ୍ନାଥ।